ସମସ୍ତଙ୍କୁ ଜୟ ଜଗନ୍ନାଥ। ପୁଣି ଥରେ ଓପିଏସ୍ସି ଓଏସ୍ ଆସ୍ପିରେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ଆମେ 12 ମେ 2026ର ସମସ୍ତ ଇମ୍ପୋର୍ଟାଣ୍ଟ କରେଣ୍ଟ ଆଫେୟାର ଗୁଡ଼ିକୁ କଭର କରିଛୁ। ଦେଖନ୍ତୁ, ଏହି ସେସନଟି ଓଡ଼ିଶାର ଅଲମୋଷ୍ଟ ସମସ୍ତ କମ୍ପିଟେଟିଭ୍ ଏକ୍ଜାମ ଦୃଷ୍ଟିରୁ ବହୁତ ଇମ୍ପୋର୍ଟାଣ୍ଟ। ଏସ୍ପେସିଆଲି ଓପିଏସ୍ସି ସିଲାବସ୍ ଅନୁସାରେ ଆମେ ନ୍ୟାସନାଲ, ଇଣ୍ଟରନ୍ୟାସନାଲ ଏବଂ ଓଡ଼ିଶା ସ୍ପେସିଫିକ୍ ସମସ୍ତ କରେଣ୍ଟ ଆଫେୟାର ଗୁଡ଼ିକୁ କଭର କରିଛୁ। ସେଥିପାଇଁ ଏହି ସେସନଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ପ୍ରିପାରେସନ୍ ପାଇଁ କୌଣସି ଇମ୍ପୋର୍ଟାଣ୍ଟ ଅପଡେଟ୍ ମିସ୍ ଆଉଟ୍ ହେବନି। ଆଜିର ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି ଇଣ୍ଟରନ୍ୟାସନାଲ ନର୍ସ ଡେ ଇଜ୍ ଅବଜର୍ଭଡ୍ ଗ୍ଲୋବାଲି ଏଭ୍ରି ଇୟର୍ ଅନ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଡେଟ୍ସ, ବା ଅନ୍ତର୍ଜାତୀୟ ନର୍ସ ଦିବସ ପ୍ରତିବର୍ଷ ବିଶ୍ୱସ୍ତରରେ ନିମ୍ନଲିଖିତ ମଧ୍ୟରୁ କେଉଁ ତାରିଖରେ ପାଳନ କରାଯାଇଥାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମେ 12। ମନେ ରଖିବେ, ପ୍ରତିବର୍ଷ 12 ମେକୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସ ବା ଏହି ଦିନ ଆଧୁନିକ ନର୍ସିଂର ଜନନୀ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ପାଳନ କରାଯାଇଥାଏ। ମନେ ରଖିବେ, ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସିଂର ଜନନୀ। ଓକେ, ଏହି ଦିନ ପାଳନ କରିବାର ମେନ୍ ପର୍ପସ୍ ହେଉଛି ସମାଜ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇବା। ମନେ ରଖିବେ, ଅନ୍ତର୍ଜାତୀୟ ନର୍ସ ପରିଷଦ ICN ଦ୍ୱାରା 1947 ମସିହାରୁ ଏହା ପାଳନ କରାଯାଇ ଆସୁଅଛି। ଏହି ମସିହାଟା ଆପଣଙ୍କୁ କ୍ୱେଶ୍ଚିନ୍ରେ ପଚରାଯାଇପାରେ। ଏହି ଦିନରେ ରୋଗୀମାନଙ୍କ ପାଇଁ ନର୍ସମାନଙ୍କର ତ୍ୟାଗ ଏବଂ ନିରନ୍ତର ସେବାକୁ ପ୍ରଶଂସା କରାଯାଇଥାଏ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଏମଙ୍ଗ ଦ ଫଲୋଇଂ ଟୁକ୍ ଚାର୍ଜ ଏଜ୍ ଦ ସେକ୍ରେଟାରୀ ଇନ୍ ଦ ମିନିଷ୍ଟ୍ରି ଅଫ୍ ଇନଫର୍ମେସନ୍ ଆଣ୍ଡ ବ୍ରୋଡକାଷ୍ଟିଂ ଅନ୍ April 1, 2026, ବା ନିମ୍ନଲିଖିତ ମଧ୍ୟରୁ କିଏ 1 ଏପ୍ରିଲ 2026ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଶ୍ରୀ ଚଞ୍ଚଲ କୁମାର। ମନେ ରଖିବେ, ସେ ଜଣେ ବିହାର କ୍ୟାଡରର 1992 ବ୍ୟାଚ୍ IAS ଅଫିସର। ଏହା ପୂର୍ବରୁ ସେ ଡୋନର ମନ୍ତ୍ରାଳୟ ବା ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟର୍ଣ୍ଣ ରିଜନର ଏବଂ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ଭାବରେ କାର୍ଯ୍ୟ କରିସାରିଛନ୍ତି। ବିଦାୟୀ ସଚିବ ବା ଯିଏ ବିଦାୟ ହେଉଛନ୍ତି ସଚିବ ଶ୍ରୀ ସଞ୍ଜୟ ଜାଜୁ ତାଙ୍କୁ ସ୍ୱାଗତ କରିଥିଲେ, ଯିଏ ବର୍ତ୍ତମାନ ଡୋନର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। ଶ୍ରୀ କୁମାର IIT କାନପୁରରୁ ଡିଗ୍ରୀ ହାସଲ କରିଛନ୍ତି ଏବଂ ତାଙ୍କର ଏହି ଦୃଢ଼ ପ୍ରଶାସନିକ ପୃଷ୍ଠଭୂମି ରହିଛି। ଏଠାରେ ମନେ ରଖିବେ, ଡୋନରର ଫୁଲ୍ ଫର୍ମ ହେଉଛି ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟର୍ଣ୍ଣ ରିଜନ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଓନ୍ ଦ ବେଷ୍ଟ ଆକ୍ଟର ଆୱାର୍ଡ ଏଟ୍ ଦ 8th କ୍ରିଟିକ୍ସ ଚଏସ୍ ଆୱାର୍ଡ 2026 ଫର୍ ଦ ଫିଲ୍ମ ହୋମ୍ ବାଉଣ୍ଡ, ବା ହୋମ୍ ବାଉଣ୍ଡ ଚଳଚ୍ଚିତ୍ର ପାଇଁ 8ମ କ୍ରିଟିକ୍ସ ଚଏସ୍ ଆୱାର୍ଡ 2026ରେ କାହାକୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ବିଶାଲ ଜେଥୱା। ମନେ ରଖିବେ, ନୀରଜ ଘେୱାନଙ୍କ ନିର୍ଦ୍ଦେଶିତ ହୋମ୍ ବାଉଣ୍ଡ ଏହି ସମାରୋହରେ 4ଟି ପ୍ରମୁଖ ପୁରସ୍କାର ଜିତି ସବୁଠାରୁ ବଡ଼ ବିଜେତା ଭାବେ ଉଭା ହୋଇଛି। ବିଶାଲ ଜେଥୱା ପୂର୍ବରୁ ମର୍ଦାନୀ 2 ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିଲେ। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ହାସଲ କରିଛି। କ୍ରିଟିକ୍ସ ଚଏସ୍ ଆୱାର୍ଡ ଭାରତୀୟ ସିନେମାରେ ବିଷୟବସ୍ତୁ ଏବଂ କଳାତ୍ମକ ଦକ୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଦ ମାଷ୍ଟର ଦୀନାନାଥ ମଙ୍ଗେଶକର ସ୍ମୃତି ପ୍ରତିଷ୍ଠାନ ହ୍ୟାଜ୍ announced that the 2026 ଲତା ଦୀନାନାଥ ମଙ୍ଗେଶକର ଆୱାର୍ଡ will be conferred upon, ବା ମାଷ୍ଟର ଦୀନାନାଥ ମଙ୍ଗେଶକରଙ୍କ ସ୍ମୃତି ପ୍ରତିଷ୍ଠାନ ଘୋଷଣା କରିଛି ଯେ 2026ର ଲତା ଦୀନାନାଥ ମଙ୍ଗେଶକର ପୁରସ୍କାର କାହାକୁ ପ୍ରଦାନ କରାଯିବ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, କୈଳାଶ ସତ୍ୟାର୍ଥୀ। ମନେ ରଖିବେ, ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ 2026 ବର୍ଷ ପାଇଁ ପ୍ରତିଷ୍ଠିତ ଲତା ଦୀନାନାଥ ମଙ୍ଗେଶକରଙ୍କ ପୁରସ୍କାରରେ ସମ୍ମାନିତ କରାଯିବ। ଶ୍ରୀ ସତ୍ୟାର୍ଥୀ ଶିଶୁ ଅଧିକାର ଏବଂ ଶିଶୁ ଶ୍ରମ ବିରୋଧରେ ତାଙ୍କର ଅଦ୍ୱିତୀୟ ମାନବିକ କାର୍ଯ୍ୟ ପାଇଁ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ପଣ୍ଡିତ
ହୃଦୟନାଥ ମଙ୍ଗେଶକରଙ୍କ ମାଷ୍ଟର ଦୀନାନାଥ ମଙ୍ଗେଶକରଙ୍କ 84ତମ ପୁଣ୍ୟତିଥି ଅବସରରେ ଏହି ଘୋଷଣା କରିଛନ୍ତି। ଏହି ପୁରସ୍କାର ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗାୟିକା ଆଶା ଭୋସଲେଙ୍କୁ ପ୍ରଦାନ କରାଯାଇଛି। ଦେଶ ଏବଂ ସମାଜ ପାଇଁ ନିଃସ୍ୱାର୍ଥପର ସେବା କରିବା ବ୍ୟକ୍ତିବିଶେଷଙ୍କୁ ପ୍ରତିବର୍ଷ ଏହି ସମ୍ମାନ ଦିଆଯାଇଥାଏ ବା ପ୍ରଦାନ କରାଯାଇଥାଏ। ମନେ ରଖନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗାୟିକା ଆଶା ଭୋସଲେଙ୍କୁ ଅଲରେଡି ଏହି ପୁରସ୍କାର ମିଳିସାରିଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇଣ୍ଡିଆନ୍ କ୍ରିକେଟର ୱାଜ୍ ନେମ୍ଡ ଦ ICC ମେନ୍ସ ପ୍ଲେୟର ଅଫ୍ ଦ ମନ୍ଥ ଫର୍ ମାର୍ଚ୍ଚ 2026 ଫଲୋଇଂ ଏ ଷ୍ଟେଲର ପରଫର୍ମାନ୍ସ ଇନ୍ ଦ T20 ୱାର୍ଲ୍ଡ କପ୍ ବା T20 ୱାର୍ଲ୍ଡ କପ୍ରେ ଚମତ୍କାର ପ୍ରଦର୍ଶନ ପରେ ମାର୍ଚ୍ଚ 2026 ପାଇଁ କେଉଁ ଭାରତୀୟ କ୍ରିକେଟରଙ୍କୁ ICC ମେନ୍ସ ପ୍ଲେୟର ଅଫ୍ ଦ ମନ୍ଥ ଭାବରେ ନାମିତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ସଞ୍ଜୁ ସ୍ୟାମସନ୍। ମନେ ରଖିବେ, T20 ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ 46 ବଲରେ 89 ରନ୍ କରି ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେ 321 ରନ୍ କରିଥିଲେ ଏବଂ ତାଙ୍କୁ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ମନୋନୀତ କରାଯାଇଥିଲା। ଏହା ସଞ୍ଜୁ ସ୍ୟାମସନ୍ଙ୍କ କ୍ୟାରିୟରର ପ୍ରଥମ ICC ପ୍ଲେୟର ଅଫ୍ ଦ ମନ୍ଥ ସମ୍ମାନ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଭାରତକୁ ତୃତୀୟ ଥର ପାଇଁ T20 ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଇନ୍ ଏପ୍ରିଲ 2026 ହ୍ୱିଚ୍ ଇଣ୍ଡିଆନ୍ ଆକ୍ଟ୍ରେସ୍ ୱାଜ୍ ନେମ୍ଡ ଦ ପର୍ସନ୍ ଅଫ୍ ଦ ଇୟର ବାୟ ଦ ହାର୍ଭର୍ଡ ସାଉଥ୍ ଏସିଆନ୍ ଆସୋସିଏସନ୍ ବା ଏପ୍ରିଲ 2026ରେ ହାର୍ଭର୍ଡ ଦକ୍ଷିଣ ଏସୀୟ ସଂଘ SAA ଦ୍ୱାରା କେଉଁ ଭାରତୀୟ ଅଭିନେତ୍ରୀଙ୍କୁ ପର୍ସନ୍ ଅଫ୍ ଦି ଇୟର ଭାବେ ନାମିତ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ସାୟାନୀ ଗୁପ୍ତା। ମନେ ରଖିବେ, ଦକ୍ଷିଣ ଏସୀୟ ପରିଚୟକୁ ବିଶ୍ୱସ୍ତରରେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ତାଙ୍କୁ ଏହି ସମ୍ମାନଟି ମିଳିଛି। ସାୟାନୀ ତାଙ୍କର ଅସାଧାରଣ ଅଭିନୟ ଶୈଳୀ ଏବଂ ସାମାଜିକ ପ୍ରଭାବ ଥିବା ବା ସୋସିଆଲ ମେସେଜ ଥିବା ବିଷୟବସ୍ତୁକୁ ଚୟନ କରିବା ପାଇଁ ଜଣାଶୁଣା। ସେ ଏହି ସମ୍ମାନକୁ ତାଙ୍କ ପରିବାର ଏବଂ ସମର୍ଥକକାରୀମାନଙ୍କୁ ଉତ୍ସର୍ଗ କରିଛନ୍ତି। ହାର୍ଭାର୍ଡ SAA ଦକ୍ଷିଣ ଏସୀୟ ଦେଶର ଉତ୍କୃଷ୍ଟ ବ୍ୟକ୍ତିତ୍ୱକୁ ତାଙ୍କର ବିଶ୍ୱସ୍ତରୀୟ ଅବଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଥାନ୍ତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଅନ୍ ଏପ୍ରିଲ 17, 2026 ସ୍ମୃତି ମନ୍ଦନା became India's leading run scorer in T20 international matches across both men's and women's cricket, surpassing the record of ବା 17 ଏପ୍ରିଲ 2026ରେ ସ୍ମୃତି ମନ୍ଦନା କାହାର ରେକର୍ଡକୁ ଅତିକ୍ରମ କରି T20 ଅନ୍ତର୍ଜାତୀୟ ମ୍ୟାଚରେ ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ମଧ୍ୟରେ ଭାରତର ଅଗ୍ରଣୀ ରନ୍ ସଂଗ୍ରହକାରୀ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ରୋହିତ ଶର୍ମା। ଦେଖନ୍ତୁ, ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଭାରତ ପାଇଁ ସର୍ବାଧିକ T20 ରନ୍ ସଂଗ୍ରହକାରୀ ଉଭୟ ପୁରୁଷ ଏବଂ ମହିଳା ମଧ୍ୟରେ ଅଗ୍ରଣୀ ହୋଇଛନ୍ତି। ମନ୍ଦାନାଙ୍କ ଏହି କୃତିତ୍ୱ ଭାରତୀୟ ମହିଳା କ୍ରିକେଟରେ ବଢ଼ୁଥିବା ଦକ୍ଷତାକୁ ପ୍ରମାଣିତ କରୁଛି। ସେ ନିଜର ଦୁର୍ଦ୍ଧର୍ଷ ବ୍ୟାଟିଂ ଜରିଆରେ ବିଶ୍ୱର ଅନ୍ୟାନ୍ୟ ଶ୍ରେଷ୍ଠ ବ୍ୟାଟର ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଏହି ରେକର୍ଡ ତାଙ୍କୁ ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ଖେଳାଳିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଫଲୋଇଂ ଦ ଭିକ୍ଟ୍ରି ଅଫ୍ ଦ BJP led NDA in the 2026 assembly elections, who is said to serve as the chief minister of Assam for a second consecutive term ବା 2026 ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ NDAର ବିଜୟ ପରେ କିଏ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ହେମନ୍ତ ବିଶ୍ୱା ଶର୍ମା। ମନେ ରଖିବେ, 2026 ବିଧାନସଭା ନିର୍ବାଚନରେ NDAର ବିଜୟ ପରେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ମେ 12 ତାରିଖରେ ଶପଥ ଗ୍ରହଣ କରିବେ, ଅର୍ଥାତ୍ ଆଜି। ତାଙ୍କ ନେତୃତ୍ୱରେ ଆସାମର
ବିକାଶ ଏବଂ ଶାନ୍ତି ପ୍ରକ୍ରିୟା ବହୁତ ତ୍ୱରାନ୍ୱିତ ହୋଇଛି। ଶ୍ରୀ ଶର୍ମା 2001ରୁ କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ବିଜୟ ହୋଇ ଆସୁଛନ୍ତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ଇଜ୍ ଦ କରେଣ୍ଟ ସେକ୍ରେଟାରୀ ଜେନେରାଲ ଅଫ୍ ଦ ଇଣ୍ଡିଆନ୍ ଓସେନ୍ ରିମ୍ ଆସୋସିଏସନ୍ ଏଜ୍ ଅଫ୍ 2026 ବା 2026 ସୁଦ୍ଧା ଇଣ୍ଡିଆନ୍ ଓସେନ୍ ରିମ୍ ଆସୋସିଏସନ୍ର ବର୍ତ୍ତମାନର ସଚିବ ଜେନେରାଲ କିଏ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ସଞ୍ଜୀବ ରଞ୍ଜନ। ମନେ ରଖିବେ ଭାରତୀୟ କୂଟନୀତିଜ୍ଞ ସଞ୍ଜୀବ ରଞ୍ଜନ 1 ଜାନୁଆରୀ 2025ରୁ IORA ର ସଚିବ ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି ବା କରୁଛନ୍ତି। ତାଙ୍କର କାର୍ଯ୍ୟକାଳ 3 ବର୍ଷ ପାଇଁ ଧାର୍ଯ୍ୟ କରାଯାଇଛି ଏବଂ ସେ 2026ରେ ମଧ୍ୟ ଏହି ପଦବୀରେ ଅଛନ୍ତି। ସେ ଜଣେ 1993 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ବା IFS ଅଫିସର। ଏହା ପୂର୍ବରୁ ସେ ଆର୍ଜେଣ୍ଟିନା ଏବଂ କଲମ୍ବିଆରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟରତ ଥିଲେ। IORA ର ସଚିବ ଜେନେରାଲ ଭାବେ ସେ ଭାରତ ମହାସାଗର ଅଞ୍ଚଳରେ ସହଯୋଗ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆଲେକର ଇଜ୍ କରେଣ୍ଟଲି ସର୍ଭିଂ ଏଜ୍ ଦ ଗଭର୍ଣ୍ଣର ଅଫ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଣ୍ଡିଆନ୍ ଷ୍ଟେଟ୍ ବା ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବର୍ତ୍ତମାନ କେଉଁ ଭାରତୀୟ ରାଜ୍ୟର ରାଜ୍ୟପାଳ ଭାବରେ କାର୍ଯ୍ୟରତ ଅଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି କେରଲା। ମନେ ରଖିବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଜାନୁଆରୀ 2025ରୁ କେରଳର 22ତମ ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କେରଳରେ ଥିବା ଇଲେକ୍ସନ୍ ପାଇଁ ତାଙ୍କର ନାଁ ବହୁତ ଚର୍ଚ୍ଚାରେ ଥିଲା। ସେ ଏହା ସହିତ 12 ମାର୍ଚ୍ଚ 2026ରୁ ତାମିଲନାଡୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। କେରଳ ପୂର୍ବରୁ ସେ ବିହାର ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବରେ ଅବସ୍ଥାପିତ ଥିଲେ। ସେ ଗୋଆ ବିଧାନସଭାର ବାଚସ୍ପତି ଏବଂ ଗୋଆ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି। ଶ୍ରୀ ଆର୍ଲେକରଙ୍କ ତାଙ୍କର ଦୀର୍ଘ ରାଜନୈତିକ ଏବଂ ପ୍ରଶାସନିକ ଅନୁଭୂତି ପାଇଁ ଜଣାଶୁଣା। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଆକର୍ଡିଂ ଟୁ ରିସେଣ୍ଟ ଡାଟା ଫ୍ରମ୍ ଦ ମିନିଷ୍ଟ୍ରି ଅଫ୍ ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି ଇନ୍ May 2026 ହ୍ୱାଟ୍ ଇଜ୍ ଇଣ୍ଡିଆଜ୍ ଗ୍ଲୋବାଲ ରାଙ୍କ ଇନ୍ ଇନଷ୍ଟଲ୍ଡ ରିନ୍ୟୁଏବଲ୍ ଏନର୍ଜି କାପାସିଟି ବା ମେ 2026ରେ ନୂତନ ଏବଂ ଅସରନ୍ତି ଶକ୍ତି ମନ୍ତ୍ରଣାଳୟର ସାମ୍ପ୍ରତିକ ତଥ୍ୟ ଅନୁଯାୟୀ ସ୍ଥାପିତ ଅସରନ୍ତି ଶକ୍ତି କ୍ଷମତାରେ ଭାରତର ବିଶ୍ୱସ୍ତରୀୟ ମାନ୍ୟତା କେତେ ବା କ୍ରମାଙ୍କ କେତେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଥାର୍ଡ। ମନେ ରଖିବେ ମେ 2026ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅସରନ୍ତି ଶକ୍ତି ବା ରିନ୍ୟୁଏବଲ୍ ଏନର୍ଜି ଉତ୍ପାଦନକାରୀ ଦେଶ ହୋଇଛି। ଭାରତ ବ୍ରାଜିଲକୁ ପଛରେ ପକାଇ ଚୀନ ଏବଂ ଆମେରିକା ପରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତର ସ୍ଥାପିତ ଅଣ ଜୀବାଶ୍ମ ଶକ୍ତି କ୍ଷମତା ବର୍ତ୍ତମାନ 283.5 ଗିଗାୱାଟରେ ପହଞ୍ଚିଛି। ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁଁ ଭାରତ ଏହି ସଫଳତା ହାସଲ କରିଛି। ଭାରତ ସରକାର 2030 ସୁଦ୍ଧା 500 ଗିଗାୱାଟ ଅଣଜୀବାଶ୍ମ କ୍ଷମତାର ଲକ୍ଷ୍ୟ ରଖିଛି। ଆଜି ପାଇଁ ଏତିକି ଥିଲା। See you soon in the next video.